ମୁଁ ଆପଣଙ୍କୁ ଗୋଟେ ଆଜି ବହୁତ ଇଣ୍ଟରେଷ୍ଟିଂ କେଉଁ ବୟସରେ ଆପଣ କ'ଣ କରିବେ, ଯଦି ନ କଲେ ଆପଣ ପସ୍ତେଇବେ। ନିହାତି ଏଇଟା ଦେଖନ୍ତୁ। ମୁଁ 4ଟି ପଏଣ୍ଟ କହିବି, ତାହେଲେ ଆପଣ ଜୀବନରେ କିଛି ସକ୍ସେସ୍ ହେଇପାରିବେ। ଫାର୍ଷ୍ଟ ହେଲା ଯେଉଁଟା 15ରୁ 18 ବର୍ଷ, 15ରୁ 18 ବର୍ଷ ସେଲ୍ଫ କଣ୍ଟ୍ରୋଲ। ଦେଖନ୍ତୁ ଏଇ ବୟସରେ ସାଙ୍ଗମାନେ କହନ୍ତି ଗୋଟେ ସିଗାରେଟ୍ ଖାଇଦେ, ଟିକେ ମଦ ଖାଇଦେ, କିନ୍ତୁ ଆପଣ ସେଟା କଣ୍ଟ୍ରୋଲରେ ଯଦି ରହିଗଲେ, ନହେଲେ ଯଦି ଆପଣ ହ୍ୟାବିଟ୍ ହେଇଗଲା, ଜୀବନଟା ସରିଗଲା। ଆପଣ ଜୀବନ ସାରା ପସ୍ତେଇବେ, ପଛରେ ଯେତେବେଳେ ଚିନ୍ତା କରିବେ ପୁରା ପସ୍ତେଇବେ। ତାପରେ ଆସିଲା 18ରୁ 21। 18ରୁ ଯେ 21 ସେଇଟା ହେଉଛି କମ୍ୟୁନିକେସନ୍ ସ୍କିଲ୍। ଯେଉଁଟା କମ୍ୟୁନିକେସନ୍ ସ୍କିଲ୍, ଆପଣ କିଛିଟା ଭଲ ଭଲ ସ୍କିଲ୍ ଶିଖନ୍ତୁ। ଆପଣ କହିବାର ବି ସ୍କିଲ୍ଟା ଶିଖନ୍ତୁ, କାରଣ ଆପଣ ଚାକିରି କରନ୍ତୁ, ବିଜନେସ୍ କରନ୍ତୁ, ଯାହା କରନ୍ତୁ, କହିବାଟା ନିହାତି ଦରକାର। ଯଦି ଏଇଟା ଆପଣ ଶିଖି ଯାଇଥିବେ ଏଇ ବୟସରେ, ତାହେଲେ ଆପଣଙ୍କୁ ଭବିଷ୍ୟତରେ ବହୁତ କାମ ଦେବ। ତାପରେ ଆସିଲା 21ରୁ 25 ବର୍ଷ, ସେଭ୍ ଆଣ୍ଡ ଇନଭେଷ୍ଟ ମନି। ଦେଖନ୍ତୁ ଆପଣ ଏଇ ବୟସରେ ପଇସା କମେଇବା ଆରମ୍ଭ କରନ୍ତୁ। ମୁଁ ମଧ୍ୟ କମେଇଥିଲି, ବହୁତ କମ ଏଇ ବୟସରେ ମୁଁ ମୋର ରୋଜଗାର ଆରମ୍ଭ କରିଥିଲି। ତେଣୁ ଆପଣ ଯଦି ଅର୍ନ କଲେ, ସବୁ ଖର୍ଚ୍ଚ କରିଦିଅନ୍ତୁନି, ସବୁ ପଇସା ଖର୍ଚ୍ଚ କରିଦିଅନ୍ତୁ, ସେଭ୍ କରନ୍ତୁ। ସେଭ୍ କରିବା ଶିଖିବା ଆରମ୍ଭ କଲେ ନା, ଫ୍ୟୁଚର ପାଇଁ ବହୁତ ଭଲ। ଆପଣ SIP କରନ୍ତୁ, ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ କରନ୍ତୁ, ବହୁତ ପ୍ରକାର ଅଛି। ୟା ଉପରେ ମୁଁ ଗୋଟେ ଭିଡ଼ିଓ କରିଛି, ମୋର ୟୁଟ୍ୟୁବକୁ ଯାଆନ୍ତୁ, ଦେଖନ୍ତୁ କେମିତି ସେଭ୍ କରିବେ, ଇନଭେଷ୍ଟ କରିବେ। ଫୋର୍ଥଟି ହେଲା 25ରୁ 30 ବର୍ଷ, ସେଇଟା ହେଉଛି ଏଜୁକେଟ୍ ଆଣ୍ଡ ଯେଉଁଟା ରିକ୍ସ ନେବେ, ରିକ୍ସ ନିଅନ୍ତି। କ'ଣ ରିକ୍ସ ନେବେ? ଆପଣ ଯେଉଁ ଜିନିଷଟା ଆପଣ ଧର ଗୋଟେ ସ୍ୱପ୍ନ ଦେଖିଲେ ମୁଁ ଗୋଟେ ବଡ଼ ବିଜନେସ୍ ମ୍ୟାନ୍ ହେବି, ବଡ଼ ଚାକିରି କରିବି, IAS ହେବି, OS ହେବି, ଯାହା ଡାକ୍ତର ହେବି, ଇଞ୍ଜିନିୟର ହେବି। ସେଟା ସ୍ୱପ୍ନ ଦେଖନ୍ତୁ, ମୁଁ ମନା କରୁନି, ସେଟା ଏକ୍ସିକ୍ୟୁଟ୍ କରନ୍ତୁ। ଏବଂ ବିନା ରିକ୍ସରେ କିଛି ହେବନି। କନଫିଡେନ୍ସ ସହିତ ରିକ୍ସ ଯଦି ଆସିଗଲା, ମିଶିଗଲା, ତାହେଲେ ଆପଣ ବହୁତ, ଆପଣ ଯେଉଁ ସ୍ୱପ୍ନ ଦେଖିଥିବେ ଯାହା ହେବା ପାଇଁ, ସେଇଟା ସଫଳ ହେବେ। ନହେଲେ ଏଇ ଯେଉଁ 30 ବର୍ଷ ପରେ ଆପଣ ଆଉ ପାରିବେନି। ଯାହା ସ୍ୱପ୍ନ ଦେଖିଥିବେ କରିବା ବହୁତ କଷ୍ଟ ହେଇଯିବ। ତେଣୁ ଯଦି ଏଇ ବୟସରେ ଆପଣ ଏଇ ମୋ କଥା ଅନୁସାରେ ଯଦି କରିବେ, ତାହେଲେ ଆପଣ ଜୀବନରେ କେବେ ପସ୍ତେଇବେନି। କ'ଣ ଠିକ୍ ନା?